ବୃଷ ମିଥୁନ କର୍କଟ ସିଂହ କନ୍ୟାସ୍ତଥା ତୁଳୟୋ ବୃଶ୍ଚିକ ଧନୁ ମକର କୁମ୍ଭ ମୀନସ୍ତଥା ରାଶୟଃ ବିଷ୍ଣୁତ୍ମାଦି ଯୋଗ ସିଦ୍ଧ କରା ବବାଦ୍ୟ କରଣମ ତଥା ମାସ ପକ୍ଷ ତିଥି ଦିବସ ସହିତା କୁର୍ବଂସ୍ତୁ ତେ ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ସମସ୍ତ ଦର୍ଶକମାନଙ୍କୁ ଜଗତର ନାଥ ଜଗନ୍ନାଥ ପରମ ବ୍ରହ୍ମ 2025ଟି ତାଙ୍କର ସଫଳତମ ବର୍ଷ ହଉ, ସମସ୍ତେ ଭଲରେ ରୁହନ୍ତୁ, ଏତିକି ମୋର ପ୍ରଭୁଙ୍କ ପାଖରେ କାମନା। ବନ୍ଧୁଗଣ, ଆମେ ବର୍ଷ 2025 କିପରି ରହିବ, ଆମେ ଯେଉଁ ସିରିଜ ତିଆରି କରୁଛେ ବାର୍ଷିକ ରାଶିଫଳର, ଆମେ 4ଟି ରାଶିଙ୍କ ବିଷୟରେ ଅଧ୍ୟୟନ କରିସାରିଲେଣି। ଏବେ ରାଶିଚକ୍ରର ପଞ୍ଚମ ରାଶି ଯାହାକି ସିଂହ ରାଶି, ସେଇ ବିଷୟରେ ଆମେ ଆଲୋଚନା କରିବା। ସିଂହ ରାଶିର ବ୍ୟକ୍ତି ବିଶେଷ, ସିଂହ ରାଶିଟି ବହୁତ ଟାଣୁଆ ରାଶିଟିଏ। ଏମାନେ ବହୁତ ପରିଶ୍ରମୀ ହେଇଥାନ୍ତି, ସମ୍ମାନାସ୍ପଦ ବ୍ୟକ୍ତି ହେଇଥାନ୍ତି। ସେମାନେ ଗୋଟିଏ କଥାକୁ ସବୁବେଳେ ପ୍ରାୟୋରିଟି ଦେଇଥାନ୍ତି, ତାଙ୍କର ଆତ୍ମସମ୍ମାନ। କୌଣସି ହାଲତରେ ମଧ୍ୟ ସେମାନେ ତାଙ୍କର ଆତ୍ମସମ୍ମାନ ହରାଇବା ପାଇଁ ଚାହାନ୍ତି ନାହିଁ। ବହୁତ ପରିଶ୍ରମୀ, ସେମାନେ ପରିଶ୍ରମ କରନ୍ତି, କିନ୍ତୁ ପ୍ରଶଂସାର ରସିଦଟା ଯେମିତି ତାଙ୍କ ନାଁରେ ଲେଖା ହେଇଥିବ, ସେ ସେଇଆ ଚାହାନ୍ତି। ସିଂହ ରାଶିର ବ୍ୟକ୍ତି ବିଶେଷ ବହୁତ ଉଚ୍ଚ ସ୍ତରର ମଣିଷ ସେମାନେ ହେଇଥାନ୍ତି, ସାହାଯ୍ୟକାରୀ, କିନ୍ତୁ ମନଟି ତାଙ୍କର ଭାରି କୋମଳ। ଆଉ କିନ୍ତୁ ଉପରକୁ ସେ ବହୁତ ମଜବୁତ, ବହୁତ ଟାଣ ଆଉ ଜିଦ୍ଦିଖୋର ରାଶି ମଧ୍ୟ। ସେମାନେ ଯାହା ଜିଦ୍ଦି କରିଥାନ୍ତି, ସେ ଜିଦ୍ଦିଟି ତାଙ୍କର ପୂରଣ କରିଥାନ୍ତି। ହଉ ବନ୍ଧୁଗଣ, ଆମେ ସିଆଡ଼କୁ ଯିବା ନାହିଁ। ଆମେ ଦେଖିବା ଯେ 2024 ମସିହାରେ ସିଂହ ରାଶିର ବ୍ୟକ୍ତି ବିଶେଷ ଯେଉଁ ପ୍ରକାର ଶୁଭାଶୁଭ ଫଳଟି ପାଇଥିଲେ, 2025 ମସିହାରେ ସେମାନଙ୍କର ରାଶିଚକ୍ର କ'ଣ କହୁଛି, ସେମାନେ କେଉଁ ପ୍ରକାର ଫଳ ପାଇବେ। ବନ୍ଧୁଗଣ ମନେ ରଖନ୍ତୁ, ଏହା ଏକ ସାର୍ବଜନୀନ କଥାଟିଏ କୁହାଯାଉଛି। କାହିଁକି ନା ସିଂହ ରାଶିର ବ୍ୟକ୍ତି ବିଶେଷ ଏ ପୃଥିବୀରେ କୋଟି କୋଟି ଲୋକ ଅଛନ୍ତି। କୋଟି କୋଟି କଥା ଛାଡ଼ନ୍ତୁ, ଆପଣଙ୍କ ଅଞ୍ଚଳରେ ସିଂହ ରାଶି ଯେଉଁ ବ୍ୟକ୍ତି ବିଶେଷ ମାନେ ଅଛନ୍ତି, ସମସ୍ତେ କ'ଣ ସମାନ? କି ସମସ୍ତେ କ'ଣ ସମାନ ବୃତ୍ତି କରୁଛନ୍ତି? କି ସମସ୍ତେ କ'ଣ ଗୋଟିଏ ଦିନ ଡାକ୍ତରଖାନାକୁ ଯାଉଛନ୍ତି? କି ସମସ୍ତେ ସବୁଦିନ ସମସ୍ତେ ପୁରସ୍କାର ପାଉଛନ୍ତି? ନାଇଁ ନାଇଁ। ଆପଣଙ୍କର ରାଶିଚକ୍ର, ଆପଣଙ୍କର ଯେଉଁ କୁଣ୍ଡଳୀଟି ଯାହା କହୁଛି ସେଇ ହେଉଛି ଆପଣଙ୍କର ଦର୍ପଣ ସଦୃଶ। ଆଉ ଏଇ ଯେଉଁ ଜିନିଷଟି ମୁଁ କହୁଛି, ଇଏ ହେଲା ସାର୍ବଜନୀନ ଜିନିଷ। ଆପଣଙ୍କ ପାଇଁ ଯଦି ଶୁଭ ସମୟଟିଏ ଅଛି, ଭଲ କଥା। ଯଦି ଶୁଭ ସମୟଟିଏ ନାହିଁ, ଅଶୁଭ ସମୟଟିଏ ଆସୁଛି, ତାହେଲେ ଆପଣ ତାକୁ ସତର୍କତା ଅବଲମ୍ବନ କରିବେ। ଏଥିପାଇଁ ହିଁ ଏ ଜିନିଷଟି କୁହାଯାଉଛି। ଏତିକି ଖାଲି ବୁଝନ୍ତୁ। ହଉ, ତାକୁ ଆମେ ଜାଣିବା ପୂର୍ବରୁ ଆମେ ଗୋଟିଏ ଜିନିଷକୁ ନଜର କରିବା ଯେ ଏଇ ବର୍ଷର ଗ୍ରହ ସ୍ଥିତିକୁ ଆମେ ଜାଣିବା। କ'ଣ ସେ ଗ୍ରହ ସ୍ଥିତି? ତାହେଲେ ଦେଖିବା, ପ୍ରଥମେ ଆମେ ଦେବଗୁରୁ ବୃହସ୍ପତିଙ୍କ ଠାରୁ ଆରମ୍ଭ କରିବା। କିନ୍ତୁ ତା ପୂର୍ବରୁ ମୁଁ ଗୋଟିଏ ଜିନିଷ ଆପଣମାନଙ୍କୁ କହିଦେବାକୁ ଚାହେଁ ଯେ 2025 ଲେଖାଯାଇଛନ୍ତି, ତାର ଅଙ୍କ ଗୁଡ଼ିକ ଯଦି ଆମେ ମିଶେଇବା 2 2 4 5 4 9, ତାହେଲେ 9 ବୋଲି ଯେଉଁ ଅଙ୍କଟି ବାହାରିଲା, ସେ ଅଙ୍କଟିର କେଉଁ ଗ୍ରହ ରିପ୍ରେଜେଣ୍ଟ କରନ୍ତି ନା ମଙ୍ଗଳ। ତାହେଲେ ମଙ୍ଗଳ ଇ ବର୍ଷର, ତା ମାନେ ସିଏ ହେଉଛନ୍ତି ମୁଖ୍ୟ ଗ୍ରହ ସବୁ ରାଶି ପାଇଁ। ତାର ଶାସନ ଡୋରିଟା ମଙ୍ଗଳ ଧରିଛନ୍ତି। ହଉ, ଠିକ ଅଛି। ତାହେଲେ ସିଂହ ରାଶି ପାଇଁ ମଙ୍ଗଳଙ୍କର ସମ୍ପର୍କଟା କ'ଣ ଆମେ ଜାଣିବା ନା ସିଂହ ରାଶି ପାଇଁ, ସିଂହ ରାଶିର ମାଲିକ ହେଉଛନ୍ତି କିଏ ନା ଗ୍ରହ ଚକ୍ର ଭିତରେ
ରାଜା ବୋଲଉଥିବା ରବି ଗ୍ରହ। ତାହେଲେ ରାଜାଙ୍କର ରାଶିଟିଏ ସିଂହ ରାଶି। ତାହେଲେ ସିଂହ ରାଶିର ବ୍ୟକ୍ତି ବିଶେଷ, ତାଙ୍କର ସିଂହ ରାଶିର ସ୍ୱାମୀ କିଏ ନା ରବି। ଆଚ୍ଛା, ରବିଙ୍କ ସାଙ୍ଗରେ ମଙ୍ଗଳଙ୍କର ସମ୍ପର୍କଟା କଣ ତାକୁ ଜାଣିବାକୁ ପଡିବ। ନା ରବିଙ୍କ ସାଙ୍ଗରେ ମଙ୍ଗଳଙ୍କର ସମ୍ପର୍କଟି ହଉଛି, ରବି ହଉଛନ୍ତି ରାଜା, ମଙ୍ଗଳ ହଉଛନ୍ତି ସେନାପତି। ତାହେଲେ ରାଜା ଆଉ ସେନାପତି, ଜଣେ ଦେଶର ମୁଖ୍ୟ ଆଉ ଜଣେ ହେଲେ ଦେଶର ରକ୍ଷକ। ଦେଖନ୍ତୁ ବନ୍ଧୁଗଣ, କେତେ ମଧୁର ସମ୍ପର୍କ, ଜଣେ ଜଣଙ୍କର ପରିପୂରକ, କେହି କାହାକୁ ଛାଡି ରହିପାରିବେ ନାହିଁ। ତାହେଲେ ଆପଣଙ୍କ ପାଇଁ ଏଇ ଯୋଉ ବର୍ଷଟି ମଙ୍ଗଳ ଅତ୍ୟଧିକ ଶୁଭ ଫଳଟିଏ ପ୍ରଦାନ କରିବେ। କାହିଁକି ନା ମଙ୍ଗଳ ହେଉଛନ୍ତି ରବିଙ୍କର ମିତ୍ର। ତାହେଲେ ବନ୍ଧୁଗଣ, ତାହେଲେ ଆପଣ ଏଇ ସମୟରେ ଯେକୌଣସି ଆପଣଙ୍କର ଅଧୁରା କାମ ରହିଯାଇଛି, ଯୋଉଟା କି ଆପଣ ଭୟ କରିଛନ୍ତି କରିବା ପାଇଁ, ସେ ସମୟରେ ଆପଣଙ୍କୁ ଏଇ ସମୟରେ ସେ ସୁବିଧାଟି ଆସିଯିବ, ସେ ସୁଯୋଗଟି ଆସିଯିବ, ଆପଣ ସେ ସମୟରେ କାର୍ଯ୍ୟଟି କରିପାରିବେ। ଯେହେତୁ ମଙ୍ଗଳ ବର୍ତ୍ତମାନ 9 ନମ୍ବରର ମାଲିକ ହଉଛନ୍ତି କିଏ ନା ମଙ୍ଗଳ, ତେଣୁ ଆପଣ କାର୍ଯ୍ୟଟି କରିପାରିବେ। ହଉ, ଇଏ ଗଲା ମଙ୍ଗଳଙ୍କ କଥା। ତାପରେ ଆଉ ଗୋଟିଏ କଥା ହଉଛି, ଏଇ ବର୍ଷ ଗ୍ରହ ଚକ୍ରରେ ଗ୍ରହ ମାନଙ୍କର ଅବସ୍ଥିତି କୋଉଠି ଆମେ ଜାଣିବାକୁ ପଡିବ। କାରଣ ଗୋଚର ଫଳରେ କେଉଁମାନେ କେଉଁ ଜାଗାରେ ଅଛନ୍ତି। ମୁଁ ଆପଣଙ୍କ କୁଣ୍ଡଳୀ କଥା କହୁନାହିଁ। ଦେଖନ୍ତୁ, ବୃହସ୍ପତି ବର୍ତ୍ତମାନ କୋଉଠି ଅଛନ୍ତି? ହଁ, ଏଇ ପର୍ଟିକୁଲାର ଜାଗାଟିରେ ଯଦି ଚନ୍ଦ୍ର ଲେଖା ଯାଇଛନ୍ତି ଆପଣଙ୍କ ଜାତକ ପାଇଁ, ଆପଣ ବୁଝନ୍ତୁ ଯେ ଏଇଟା ଆପଣଙ୍କ କଥା ହିଁ କୁହାଯାଉଛି। ତା ମାନେ ଆପଣଙ୍କର ଏଇ ଯୋଉ ମଝି ଘରରେ ଯଦି 10/5 ବା 11/5 ବା 12/5 ଲେଖା ଯାଇଛନ୍ତି, ତାହେଲେ ଆପଣ ଜାଣିବେ ଆପଣଙ୍କର ହଉଛି ସିଂହ ରାଶି। ଠିକ ଅଛି। ତାହେଲେ ଏବେ ଦେଖିବା ବିଭିନ୍ନ ଗ୍ରହ ମାନଙ୍କର ସ୍ଥିତି ବର୍ତ୍ତମାନ କଣ ଗୋଚରରେ। ନା ବୃହସ୍ପତି, ଯିଏକି ରାଶିଚକ୍ର ଭିତରେ, ଗ୍ରହ ଚକ୍ର ଭିତରେ ସର୍ବାଧିକ ଶୁଭଗ୍ରହ ଭାବରେ ପରିଗଣିତ ହୁଅନ୍ତି, ସେଇ ବୃହସ୍ପତି ବର୍ତ୍ତମାନ ଅଛନ୍ତି ବୃଷ ରାଶିରେ। ତାହେଲେ ବୃଷ ରାଶିରେ ଯଦି ଅଛନ୍ତି, ତାହେଲେ ଆପଣଙ୍କର କେତେ ନମ୍ବର ବୃହସ୍ପତି ହେଲେ ଆପଣ ଗଣନ୍ତୁ ନିଜେ। ଆପଣଙ୍କ ରାଶି ଠାରୁ ଆଣ୍ଟି କ୍ଲକ ୱାଇଜ ଗଣିବେ। ମୁଁ କହିଛି 1 2 3 4 5 6 7 8 9 10, ଆପଣଙ୍କର 10ମ ବୃହସ୍ପତି ବର୍ତ୍ତମାନ ହେଇଛନ୍ତି। 10ମ ବୃହସ୍ପତି ସେତେ ଶୁଭକାରକ ନୁହନ୍ତି। ଆଚ୍ଛା, ଏଇ ସମୟଟି ଆପଣଙ୍କର କେତେବେଳ ଯାକେ ରହିବ ନା 14/5/2025 ପର୍ଯ୍ୟନ୍ତ, ଅର୍ଥାତ୍ 2025 ମସିହା ମେ ମାସ 14 ତାରିଖରେ ବୃହସ୍ପତି ବୃଷ ରାଶି ପରିତ୍ୟାଗ କରି ସେ ମିଥୁନ ରାଶିରେ ପଦାର୍ପଣ କରିବେ। ତାହେଲେ ମିଥୁନ ରାଶି ହେଲେ ଆପଣଙ୍କ ରାଶି ପାଇଁ କେତେ ନମ୍ବର ବୃହସ୍ପତି ହେଲେ ନା 11 ନମ୍ବର ବୃହସ୍ପତି ହେଇଗଲେ। ଏକାଦଶେ ସର୍ବଂ ଶୁଭଂ ଦଦାତି ପାଠ କହୁଛନ୍ତି। ଏକାଦଶ ବୃହସ୍ପତି ଆଉ ପଞ୍ଚମ ବୃହସ୍ପତି ହେଲେ ସର୍ବଶ୍ରେଷ୍ଠ ବୃହସ୍ପତି। ତାହେଲେ ଏକାଦଶ ବୃହସ୍ପତିରେ ଆପଣଙ୍କର ଯୋଉ ମନସ୍କାମନା ଅଛି, କାହିଁକିନା ମଣିଷ ଗୋଟିଏ ଆଶାବାଦୀ ପ୍ରାଣୀ, ତେଣୁ ଆଶାବାଦୀ ମଣିଷ ତାର ଜୀବନ କାଳ ଭିତରେ ବହୁତ କିଛି ଆଶା କରିଥାନ୍ତି। ମୁଁ ଏ କାମଟିଏ କରିବି, ଘରଟିଏ କରିବି, କି ଜାଗାଟିଏ କିଣିବି, କି ଆମର ସନ୍ତାନ ମାନଙ୍କର ଉନ୍ନତି, କି କେତେ ପ୍ରକାରିଆ କଥା ଅଛି ଯେଉଁ ଜିନିଷ ଗୁଡ଼ିକ। ତାହେଲେ ଏଇ ସମୟରେ ହିଁ ଆପଣଙ୍କର ଶୁଭ ସମୟଟିଏ ଆସି ଯାଉଛି ବୋଲି ଭାବନ୍ତୁ। ଏକାଦଶ ବୃହସ୍ପତି ଆପଣଙ୍କୁ ସର୍ବଶୁଭତା ପ୍ରଦାନ କରିବେ। କିନ୍ତୁ ବନ୍ଧୁଗଣ, ଆହୁରି ଗୋଟେ କଥା ଦେଖନ୍ତୁ, ଯେହେତୁ ରାହୁ ବୃହସ୍ପତିଙ୍କୁ ଦେଖୁଛନ୍ତି, ଗୁରୁ ଚାଣ୍ଡାଳ ଯୋଗଟିଏ ସୃଷ୍ଟି ହେଉଛି, ତେଣୁ ଆପଣ ଯେକୌଣସି କାର୍ଯ୍ୟଟିଏ କରିବେ ତରତରରେ କରିବେ ନାହିଁ, ସତର୍କତା ଅବଲମ୍ବନ କରିବେ। ହଉ, ଇଏ ଗଲା ବୃହସ୍ପତିଙ୍କର କଥାଟିଏ। ଆଉ ଫେର ଯେତେବେଳେ 19/10/2025 ଆସିଯିବ, ବୃହସ୍ପତି କିଛି ଦିନ ପାଇଁ କର୍କଟ ରାଶିରେ ପ୍ରବେଶ କରିବେ।
ଆଉ ଫେରେ 4/12/2025 ମିଥୁନ ରାଶିକୁ ଫେରି ଆସିବେ ବୃହସ୍ପତି। ତାହେଲେ ବନ୍ଧୁଗଣ, ଇଏ ଗଲା ବୃହସ୍ପତିଙ୍କର ସ୍ଥିତିଟି। ତାପରେ ଆମେ ନ୍ୟାୟାଧୀଶ ଶନିଙ୍କ କଥା ଟିକେ, ଶନି ହଉଛନ୍ତି କଣ ନ୍ୟାୟାଧୀଶ, ସେ କର୍ମଫଳଦାତା ହଉଛନ୍ତି ଶନି। ତେଣୁ ଶନି ଗୋଟିଏ ମୁଖ୍ୟ ଗ୍ରହ ଏଇ ଜାତକ ପାଇଁ। ଏ ଜାତକ ପାଇଁ କାହିଁ, ସବୁ ଜାତକ ପାଇଁ କର୍ମଫଳଦାତା। ଆପଣ କାମ କରୁଛନ୍ତି, ଯଦି ଫଳଟି ନ ପାଇଲେ ତାହେଲେ ଆପଣଙ୍କର ଆଉ କାମ କରିବାର ଇଚ୍ଛା ଲାଗିବ ନାହିଁ। ତେଣୁ ଶନିଙ୍କର ସ୍ଥିତି ଟିକେ ଆମେ ଦେଖିବା। ନା ଶନି ବର୍ତ୍ତମାନ ଆପଣଙ୍କର କୁମ୍ଭ ରାଶିରେ ଗୋଚର କରୁଛନ୍ତି। କୁମ୍ଭ ରାଶି ଅର୍ଥ ଆପଣଙ୍କ ରାଶିଟି ହେଲା ସିଂହ ରାଶି। ସିଂହ ରାଶି ଠାରୁ ଆମେ ଗଣିଯିବା 1 2 3 4 5 6 7। ତା ଅର୍ଥ ଆପଣଙ୍କର ଶନିଙ୍କର 7.5ଟି ଆପଣଙ୍କ ପାଇଁ ଆରମ୍ଭ ହେଇଛି। ଆପଣଙ୍କ ପାଇଁ କିଛି ପରେଶାନ ବି ସୃଷ୍ଟି କରିଛନ୍ତି ସ୍ୱାସ୍ଥ୍ୟଗତ ହିସାବରେ। ଆପଣଙ୍କର ମନେକର ଜଏଣ୍ଟ ପେନ୍, ଏଇ ପ୍ରକାର ଜିନିଷ ଗୁଡ଼ିକ ମଧ୍ୟ ଆପଣଙ୍କର ସୃଷ୍ଟି କରେଇଥିବେ। ଆଉ ସପ୍ତମ ଶନି, ସେ ସପ୍ତମ ଘରଟି ପରିତ୍ୟାଗ କରି ବର୍ତ୍ତମାନ ଅଷ୍ଟମ ଘରକୁ ଯିବେ କେବେ ନା 3/4/2025 ଅର୍ଥାତ୍ 2025 ମସିହା ଏପ୍ରିଲ ମାସ 3 ତାରିଖ ଦିନ ଶନି କୁମ୍ଭ ରାଶି ପରିତ୍ୟାଗ କରି ମୀନ ରାଶିରେ ପଦାର୍ପଣ କରିବେ। ତାହେଲେ ମୀନ ରାଶିରେ ଅର୍ଥାତ୍ ଦେବଗୁରୁଙ୍କର ରାଶିରେ ଶନି ଯେହେତୁ ରହିବେ, ଆଉ କଣ କରିବେ ନା ଆପଣଙ୍କ ପାଇଁ ହେଲା ଅଷ୍ଟମ ଶନି। ତାକୁ କହନ୍ତି ଶନିଙ୍କର ଢେୟା ଚାଲିଛି। ତା ଅର୍ଥ ଅଷ୍ଟମ ଶନି ଚତୁର୍ଥ ଶନି। ଚତୁର୍ଥ ଶନିକୁ କଣ୍ଟକ ଶନି କୁହାଯାଏ, ମୁଁ ଆଗରୁ ପଢେଇ ଦେଇଛି। ତାହେଲେ ଅଷ୍ଟମ ଶନି କ୍ଷତିକାରକ, ଆପଣଙ୍କୁ ବିଭିନ୍ନ ପ୍ରକାର କ୍ଷୟକ୍ଷତି ପହଞ୍ଚେଇ ଦେବେ, ଅର୍ଥାତ୍ ସ୍ୱାସ୍ଥ୍ୟଗତ କାରଣରୁ। ଆଉ ଆପଣ ଯଦି କାହାକୁ ଟଙ୍କା ପଇସା ଦେଇଛନ୍ତି, ଆପଣ ଯଦି କୋଉଠୁ ଆପଣଙ୍କ ରୋଜଗାରଟି କମିଯିବ, କର୍ମକ୍ଷେତ୍ରରେ ପରେଶାନ ହେବେ, ଏଇଭଳି ଜିନିଷ। କିନ୍ତୁ ବନ୍ଧୁଗଣ, ଏ କଥାଟା ଆପଣ ଦେହକୁ ନିଅନ୍ତୁ ନାହିଁ। ତା ମାନେ ମୁଁ ସବୁବେଳେ କହିଛି, ଏଇ ଯୋଉ କଥାଟି ମୁଁ କହୁଛି ଏହା ହେଲା ସାର୍ବଜନୀନ ଫଳଟିଏ। କିନ୍ତୁ ଆପଣଙ୍କର କୁଣ୍ଡଳୀରେ ଯଦି ଶନି ଭଲ ଗ୍ରହ, ଯଦି ଭଲ ପୋଜିସନରେ ଅଛନ୍ତି, ତାହେଲେ ଆପଣ ଏ ଅଶୁଭ ଫଳଟି ପ୍ରାପ୍ତ ହେବେ ନାହିଁ। ହେବେ, କମ ମାତ୍ରାରେ ହେବେ। ଆଉ ଯଦି ଶନି ଆପଣଙ୍କ ପାଇଁ ଜାତକ ପାଇଁ କ୍ଷତିକାରକ ଗ୍ରହ ହେଇଥିବେ, ଲଗ୍ନ ହିସାବରେ କ୍ଷତିକାରକ ଗ୍ରହ ହେଇଥିବେ, ଆଉ ଅଷ୍ଟମ ଶନି ଚାଲିଛନ୍ତି, ଆପଣ ବହୁତ ପରେଶାନ ହେବେ ବନ୍ଧୁଗଣ। ମନେ ରଖନ୍ତୁ, ଆପଣ ସ୍ୱାସ୍ଥ୍ୟଗତ କାରଣରୁ, ଆଉ ଯଦି ଯାନବାହନ ଚଳାଉଛନ୍ତି ସତର୍କତାର ସହ ଚଳେଇବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାଙ୍ଗରେ କେବେ ଝଗଡ଼ାଝାଟି ହେବେ ନାହିଁ। କିନ୍ତୁ କୌଣସି ଲୋକ ସାଙ୍ଗରେ ଆପଣ କିଛି ସମ୍ପର୍କ ଖରାପ କରିବେ ନାହିଁ। ଶନି ସମ୍ପର୍କ ଖରାପ କରେଇ ଦିଅନ୍ତି, ତେଣୁ ସମ୍ପର୍କ ଖରାପ କରିବେ ନାହିଁ। ତାହେଲେ ଦେଖନ୍ତୁ ବନ୍ଧୁଗଣ, ଏଇ ଯୋଉ ସମୟଟି ଆପଣଙ୍କର ଆସୁଛି ଶନିଙ୍କ ପାଇଁ। ଆଚ୍ଛା, ତାପରେ ରାହୁ ଆପଣଙ୍କର ବର୍ତ୍ତମାନ ମୀନ ରାଶିରେ ଅଛନ୍ତି, ତାପରେ କୁମ୍ଭ ରାଶିକି ଆସିବେ। କୁମ୍ଭ ରାଶିକି ଯେତେବେଳେ ଆସିବେ, ସେତେବେଳେ କଣ ହବ ନା ଆପଣଙ୍କ ପାଇଁ ସପ୍ତମ ରାହୁ ହେଇଯିବେ। ସପ୍ତମ ରାହୁ ହବାର ଅର୍ଥ ସେ ଚନ୍ଦ୍ରଙ୍କୁ ଦେଖୁଛନ୍ତି, ସିଧା ଚନ୍ଦ୍ରଙ୍କୁ ଦେଖୁଛନ୍ତି, ଆଉ ଚନ୍ଦ୍ର ଏଠି କେତୁଯୁକ୍ତ ହେଇଛନ୍ତି। ତା ମାନେ ଆପଣଙ୍କର ଚନ୍ଦ୍ର ଗ୍ରହଣ ଯୋଗଟିଏ ସୃଷ୍ଟି ହଉଛନ୍ତି। ଚନ୍ଦ୍ର ଗ୍ରହଣ ଯୋଗଟିଏ ସୃଷ୍ଟି ହେଲେ ମୁଖ୍ୟତଃ ମାନସିକ ସ୍ଥିତିଟାକୁ ଆପଣ ଖରାପ କରେଇଦେବେ। ମନ ଭିତରେ ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ ପୁରେଇ ଦେବେ। ଆପଣ ଡିସିସନ ନେଇପାରିବେ ନାହିଁ। କାହିଁକି? ରାହୁଙ୍କୁ କୁହାଯାଏ ପ୍ଲାନେଟ ଅଫ କନଫ୍ୟୁଜନ। ସେ ମନ ଭିତରେ ବିଭିନ୍ନ ପ୍ରକାର କନଫ୍ୟୁଜନ ସୃଷ୍ଟି କରିଦେବେ। ଆପଣଙ୍କୁ ଯେମିତି ବାଉଁଶରେ ଟେକିକିରି ଉପରକୁ ଠିଆ କରିଦେବେ, ଆଉ ସେଠୁ ତଳକୁ କଚାଡ଼ି ଦେବେ। ଏଇଭଳିଆ ସ୍ଥିତି ମନେ ରଖନ୍ତୁ। ତା ମାନେ ହଉଛି ଆପଣଙ୍କର କଣ କ୍ଷୟକ୍ଷତି ହେଇଯିବ ନା। ଆପଣ ଜାଣିଲେ ଯେ ଆପଣଙ୍କର ସମୟଟି, ଅର୍ଥାତ୍ ଯେକୌଣସି ଡିସିସନ ନେବେ ଭାବି ଚିନ୍ତି କରି ନେବେ, ଆଉ ଆଇନଗତ ହିସାବରେ ନେବେ। ଯଦି କାହାକୁ ପଇସା ପତ୍ର ଦଉଛନ୍ତି, ତାର ପ୍ରୁଫ ରଖିଥାନ୍ତୁ, ତାହେଲେ ଆପଣ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଆଇନଗତ ବାଟଟିକୁ ଠିକ ରଖିଥାନ୍ତୁ, କିଛି ହବ ନାହିଁ, ଆପଣଙ୍କର ଅସୁବିଧାର ସମ୍ମୁଖୀନ ହେବେ ନାହିଁ।
ଆଚ୍ଛା, ଆଉ ଗୋଟିଏ କଥା ବନ୍ଧୁଗଣ, କେତୁ ଯେହେତୁ ଚନ୍ଦ୍ରଯୁକ୍ତ ହେଇଛନ୍ତି, କେତୁ ଚନ୍ଦ୍ରଙ୍କ ସାଙ୍ଗରେ ମିଶିକିରି ରହିଲେ ସେ କଣ କରନ୍ତି, ଆପଣଙ୍କ ମନ ଭିତରେ ସନ୍ଦେହ ସୃଷ୍ଟି କରିଦେବେ। ବନ୍ଧୁଗଣ, ସନ୍ଦେହ କରିବାଟା ଠିକ, କିନ୍ତୁ ସବୁ କ୍ଷେତ୍ରରେ ସନ୍ଦେହଟା କାମ ଦିଏ ନାହିଁ। ଅତ୍ୟଧିକ ସନ୍ଦେହ ସମ୍ପର୍କରେ ଫାଟ ସୃଷ୍ଟି କରେ। ମୁଖ୍ୟତଃ ଆପଣଙ୍କର ସପ୍ତମ ଘରଟିକୁ ଯେହେତୁ ଦେଖୁଛନ୍ତି, ଦାମ୍ପତ୍ୟ ଜୀବନରେ ଆପଣ କେବେ ହେଲେ ପରସ୍ପରକୁ ସନ୍ଦେହ କରନ୍ତୁ ନାହିଁ, ତାହେଲେ ଆପଣଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହେଇଯିବ। ଆଚ୍ଛା, ଆଉ ଗୋଟିଏ କଥା ବନ୍ଧୁଗଣ ଦେଖନ୍ତୁ, ଆମେ ଯଦି ଦେଖିବା ଏଇ ବର୍ଷ ଯେଉଁ ଛାତ୍ରଛାତ୍ରୀ ମାନେ ବିଦ୍ୟା ଅଧ୍ୟୟନ କରୁଛନ୍ତି, ସେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରିକିରି PhD ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କୁହାଯାଉଛି। ଯେଉଁମାନେ ଅଧ୍ୟୟନରତ ଛାତ୍ରଛାତ୍ରୀ, ସେମାନଙ୍କ ପାଇଁ ଏଇ ବର୍ଷଟି ଅର୍ଥାତ 14/5/2025 ଠାରୁ ତାଙ୍କର ସଫଳତାଟି ତାଙ୍କ ନାମରେ ଲେଖାଯିବ। ଅର୍ଥାତ ସମୟଟି ବହୁତ ଭଲ ରହିଛି। ତା କାରଣ ଦେବଗୁରୁ ବୃହସ୍ପତି ଏକାଦଶ ଘରେ ରହିଛନ୍ତି। ଏକାଦଶ ଘରେ ରହିବାର ଅର୍ଥ ସେ ପଞ୍ଚମ ଘରଟିକୁ ଦେଖୁଛନ୍ତି, ଉଚ୍ଚ ଶିକ୍ଷା ଘରଟିକୁ। ଆଉ ମୁଖ୍ୟତଃ ଯେଉଁମାନେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି, ତାମାନେ ଯେଉଁମାନେ ମାଟ୍ରିକ ପରେ ଯେଉଁମାନେ ଅଧ୍ୟୟନ କରୁଛନ୍ତି, ସେଇମାନଙ୍କ ପାଇଁ ସଫଳତାର ବର୍ଷଟିଏ ରହିବ। ଆଉ ଯେଉଁମାନେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ସମୟଟି ଭଲ ରହିବ। ଯେହେତୁ ଏକାଦଶ ଘରେ ବୃହସ୍ପତି ଅଛନ୍ତି, ସର୍ବ ଶୁଭତା ପ୍ରଦାନ କରିବେ ସିଏ। ଆଉ ଶନି ଯେହେତୁ ଅଷ୍ଟମ ଘରେ ରହିଛନ୍ତି, ଶନି ଅଷ୍ଟମସ୍ଥ ସ୍ଥନୀ, ସେ କଣ କରନ୍ତି, ଟିକେ ସ୍ୱାସ୍ଥ୍ୟ ପ୍ରତି ଆପଣ ସଚେତନ ହେବେ। ଆଉ କାହା ସାଙ୍ଗରେ ଝମେଲା ଝାଟି କରିବେ ନାହିଁ। ଛୁଆମାନେ ଗୋଟିଏ ଜିନିଷ ମନେ ରଖ, କୌଣସି ପ୍ରକାର କାହା ସାଙ୍ଗସାଥୀଙ୍କ ସାଙ୍ଗରେ, ଯେଉଁମାନେ ସହପାଠିନୀ ଅଛନ୍ତି, ତାଙ୍କ ସାଙ୍ଗରେ ଜାଣି ଶୁଣି କରି କୌଣସି ପ୍ରକାର ଝଗଡ଼ା ଝାଟି କରନ୍ତୁ ନାହିଁ। ସେ ଝଗଡ଼ା ଝାଟିଟା ଆପଣଙ୍କୁ ବହୁତ କିମତ ଚୁକେଇବାକୁ ପଡ଼ିବ। ତାପରେ ତାର ଶନିଙ୍କର ଫଳଟି ଏଇଭଳି। ଆଉ ମୁଖ୍ୟ କଥା ହେଉଛି, ଯେଉଁ ଶିକ୍ଷାର୍ଥୀ ମାନେ ଶିକ୍ଷା ଅର୍ଜନ କରୁଛନ୍ତି, ଟିକେ ଓଭର କନଫିଡେନ୍ସ ହେବେ ନାହିଁ, ଆଉ ପରିଶ୍ରମ କରନ୍ତୁ। କାହିଁକି ନା ରାହୁ ଦେଖୁଛନ୍ତି ବୃହସ୍ପତିଙ୍କୁ, ଗୁରୁ ଚାଣ୍ଡାଳ ଯୋଗଟିଏ ସୃଷ୍ଟି କରୁଛନ୍ତି। ତେଣୁ ଆପଣଙ୍କର ଶିକ୍ଷାକୁ ସେ କ୍ଷତି ପହଞ୍ଚେଇ ପାରନ୍ତି। ତେଣୁ ଆପଣ ଏକ୍ସଟ୍ରା ସତର୍କତା ଅବଲମ୍ବନ କରିବେ। ଆପଣ ଯଦି ଗାଡି ଚଲାଉଛନ୍ତି, ଆପଣ ସ୍ପିଡରେ ଯାଉଛନ୍ତି ସତ, ଟିକେ ଆଗକୁ ଦେଖନ୍ତୁ କଣ ସେଠି ଅଛି ବୋଲି। ସତର୍କତା ଅବଲମ୍ବନ କରନ୍ତୁ, ନିଶ୍ଚିତ ଭାବରେ ସଫଳତା ଆପଣଙ୍କ ନାଁରେ ଲେଖାଯିବ। ଆଚ୍ଛା, ବର୍ତ୍ତମାନ ଯଦି ଆମେ ଆଲୋଚନା କରିବା ବିବାହ କଥାଟି, ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ 14/5/2025 ପରେ ବିବାହ ପାଇଁ ଉପଯୁକ୍ତ ସମୟଟିଏ ଆସିଯାଉଛି। ସେତେବେଳେ ତାଙ୍କର ଗୁରୁ ଶୁଦ୍ଧି ଆସିଯାଉଛି। ତେଣୁ ଯେଉଁମାନେ ବିବାହୋତ୍ସୁକ ଯୁବକ ଯୁବତୀ ମାନେ ଅଛନ୍ତି, ଆପଣ ମାନେ 14/5/2025 ପରେ ବିବାହ ଲଗ୍ନଟି ଯଦି କରିବେ, ବାହାଘରଟି ସେତିକି ବେଳେ ଯଦି କରିବେ, ତାହେଲେ ନିଶ୍ଚିତ ଭାବରେ ସଫଳତା ପାଇବେ। ଆଉ 14/5/2025 ପୂର୍ବରୁ ଆପଣ ବିବାହ ଲଗ୍ନଟିଏ କରନ୍ତୁ ନାହିଁ। ଆଚ୍ଛା, ତାପରେ ଆହୁରି ଗୋଟିଏ କଥା ବିଚାର କରିବା, ଇଏ ହେଲା ବିବାହ କଥାଟିଏ। ତାପରେ ଯଦି ଆମେ ସନ୍ତାନ କଥା ବିଚାର କରିବା, ଯେଉଁମାନେ ସନ୍ତାନ ଅଭିଳାଷୀ, ଯେଉଁ ଦମ୍ପତି ମାନେ ସନ୍ତାନଟିଏ ଚାହୁଁଛନ୍ତି, 14/5/2025 ପରେ ସେମାନେ ସନ୍ତାନ ପାଇଁ ପ୍ଲାନିଂ କରିପାରିବେ। ଯଦି ସେହି ସମୟରେ ଆପଣ ପ୍ଲାନିଂ କରିବେ, ତାହେଲେ ଆପଣମାନଙ୍କ ପାଇଁ ଉପଯୁକ୍ତ ସନ୍ତାନ ଲାଭର ସୁଯୋଗ ମଧ୍ୟ ଅଛି। ଆଉ ଯେଉଁମାନଙ୍କର ସନ୍ତାନ ଅଛନ୍ତି, ସେମାନେ ମଧ୍ୟ ସନ୍ତାନ ହେତୁକ ସୁଖ ପ୍ରାପ୍ତି ହେବେ। ବନ୍ଧୁଗଣ, ଆପଣଙ୍କର ଛୁଆଟି ଯଦି ପାଠ ପଢାରେ ଭଲ ପ୍ରଦର୍ଶନ କରୁଛି, ତାହେଲେ ସିଏ କଣ ଆପଣଙ୍କ ପାଇଁ ସଫଳତା ନୁହେଁ କି? ଆପଣଙ୍କ ଛୁଆଟି ଯଦି ଚାକିରିଟିଏ ପାଇଗଲା, ତାହା କଣ ସଫଳତା ନୁହେଁ କି? ତେଣୁ ସେଇ ସମୟରେ ଆପଣ ଏଇ ଜିନିଷ ଗୁଡ଼ିକ ହାସଲ କରି ପାରିବେ। ଆଚ୍ଛା, ତାପରେ ବନ୍ଧୁଗଣ ଦେଖନ୍ତୁ, ଯେଉଁ ଗୃହିଣୀ ମାନେ ଅଛନ୍ତି,
ଗୃହିଣୀ ମାନଙ୍କ ପାଇଁ ଏ ବର୍ଷଟି ବହୁତ ସହଜ ହେଇଯିବ। ମାନେ ପୂର୍ବରୁ ସେ ଯୋଉ ପରିଶ୍ରମଟି କରିଥିଲେ ତାର ଫଳ ସ୍ୱରୂପ ସେ ବହୁତ କିଛି ହାସଲ କରିପାରିବେ। ତା ମାନେ କଣ ଗୃହିଣୀ ନିଜେ ହାସଲ କରିବେ? ନାଇଁ, ସେ କଥା ନୁହଁ। ତା ଅର୍ଥ ସିଏ ଯୋଉ ଗୃହିଣୀ ଜଣେ ଘରେ ଯୋଉ ପରିଶ୍ରମଟି କରୁଛନ୍ତି ସେ କାହା ପାଇଁ କରୁଛନ୍ତି? ଘରର ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ କରୁଛନ୍ତି। ତେଣୁ ସମସ୍ତଙ୍କର ଯଦି ଭଲ, ତାଙ୍କ ହେତୁକ ସମସ୍ତେ ଭଲରେ ରହିବେ। ଆଚ୍ଛା, ତାପରେ ଯଦି ଆମେ ବିଚାର କରିବା ବୃତ୍ତି କଥାଟିଏ, ଯେଉଁ ବ୍ୟକ୍ତି ବିଶେଷ ମାନଙ୍କର ସିଂହ ରାଶି ସେମାନେ ଯଦି ଚାକିରି କରୁଛନ୍ତି, ମୁଖ୍ୟତଃ ସରକାରୀ କ୍ଷେତ୍ରରେ ଚାକିରି କରୁଛନ୍ତି, ତାହେଲେ ସେଇମାନଙ୍କ ପାଇଁ ଏଇ ବର୍ଷଟି ସଫଳତାର ବର୍ଷ ରହିବ 14/5/2025 ପରେ, ମୁଖ୍ୟତଃ 3/4/2025 ପରେ ଏଇ ସଫଳତାଟି ସିଏ ଲାଭ କରିବେ। କାହିଁକି? ଅଷ୍ଟମସ୍ଥ ଶନି ସିଏ କଣ କରନ୍ତି? ଅଷ୍ଟମ ଘରେ ଶନି ରହିବାର ଅର୍ଥ ହେଉଛି ତୃତୀୟ ଦୃଷ୍ଟିରେ ଆପଣଙ୍କର କର୍ମକ୍ଷେତ୍ରଟିକୁ ଦେଖୁଛନ୍ତି। ତେଣୁ କର୍ମକ୍ଷେତ୍ରଟିକୁ ସେ ସଜାଡ଼ି ଦେବେ। ସେଇଟାକୁ ବ୍ୟକ୍ତି ବିଶେଷ ଭାବନ୍ତି ଯେ ଶନି ଆମକୁ ଦଣ୍ଡ ଦଉଛନ୍ତି। ନାଇଁ ବନ୍ଧୁଗଣ, ଦଣ୍ଡ ନୁହଁ। ଶନି ସବୁବେଳେ ଚାହାନ୍ତି ବ୍ୟକ୍ତି ବିଶେଷ ଆଇନ କାନୁନକୁ ମାନିକରି ଚଳି ସଠିକ ଭାବରେ କାର୍ଯ୍ୟ କରି କର୍ମବୀର ହୁଅନ୍ତୁ। ଖାଲି ବାକ୍ୟ ବୀର ନ ହୁଅନ୍ତୁ, କର୍ମବୀର ହୁଅନ୍ତୁ। ସେଥିପାଇଁ ଶନି ଅଷ୍ଟମ ଶନି ହେଲେ ମଧ୍ୟ ଆପଣ ସେଟା ଶାରୀରିକ କଷ୍ଟ ପାଇପାରନ୍ତି, ମାନସିକ କଷ୍ଟ ପାଇପାରନ୍ତି, କିନ୍ତୁ ସଫଳତା ପାଇବେ ଆପଣ। ଆଉ ମୁଖ୍ୟତଃ ତାପରେ ଆଉ କଣ ଦେଖନ୍ତୁ, ରାହୁ ଯେହେତୁ ଆପଣଙ୍କର ଲଗ୍ନଟିକୁ ଦେଖୁଛନ୍ତି, ଆପଣଙ୍କ ମନ ଭିତରେ ବହୁତ ଉଚ୍ଚାଭିଳାଷ ସୃଷ୍ଟି କରିଦେବେ। ଆପଣଙ୍କର ଆୟ ଘରଟିକୁ ଶନି ଦେଖୁଛନ୍ତି, ଏକାଦଶ ଘରଟିକି ଯୋଉଠି ବୃହସ୍ପତି ଅଛନ୍ତି, ଏ ଚନ୍ଦ୍ର କୁଣ୍ଡଳୀ ହିସାବରେ ଆପଣଙ୍କୁ ବହୁତ ଗୁଡ଼ିଏ ଆୟ କରେଇଦେବେ। କିନ୍ତୁ ବନ୍ଧୁଗଣ, ଗୋଟିଏ ଜିନିଷକୁ ସତର୍କ ହେଇଥିବେ, ଅନ୍ୟାୟ ବାଟରେ ଧନ ଅର୍ଜନ କରିବେ ନାହିଁ, କାହାକୁ ଠକିବେ ନାହିଁ। କାହାକୁ ଯଦି ଠକିବେ ତାହେଲେ ଦଣ୍ଡ ମିଳିବ ଆପଣଙ୍କୁ। ତାହେଲେ ବନ୍ଧୁଗଣ, ଆଉ ଯେଉଁମାନେ ବ୍ୟବସାୟ କରୁଛନ୍ତି ଆଉ କର୍ପୋରେଟ ସେକ୍ଟରରେ କାମ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏ ବର୍ଷ ବହୁତ ଆୟର ବ୍ୟବସ୍ଥା ଅଛି। ସେମାନେ ବହୁତ କିଛି ଆୟ କରିପାରିବେ, ମୁଖ୍ୟତଃ 3/4/2025 ପରେ ଆୟ କରିପାରିବେ। କାହିଁକିନା ପୂର୍ବ ବର୍ଷ ସେ ଯୋଉ କଷ୍ଟଟି କରିଥିଲେ ତାର ଫଳଟି ଏଇ ବର୍ଷ ତାଙ୍କୁ ନିଶ୍ଚିତ ଭାବରେ ମିଳିଯିବ। ଆଚ୍ଛା, ତାପରେ ବନ୍ଧୁଗଣ ଦେଖନ୍ତୁ ସ୍ୱାସ୍ଥ୍ୟାବସ୍ଥା କେମିତି ରହିବ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ। କାହିଁକିନା ଯେହେତୁ ରାହୁ ଦେଖୁଛନ୍ତି ଚନ୍ଦ୍ରଙ୍କୁ, ଆପଣଙ୍କର ମନଟିକି ସିଏ ଅସ୍ଥିର କରିଦେବେ, ଯାହା ଫଳରେ କି ଆପଣ ଭୁଲ ଡିସିସନଟି ବି ନେଇଯାଇପାରନ୍ତି। ଆଉ ଶନି ଅଷ୍ଟମସ୍ଥ ଶନି ସିଏ ଆପଣଙ୍କର ମୁଖ୍ୟତଃ ଜଏଣ୍ଟ ପେନ୍ ଆଉ ଗୋଡ଼ ସମ୍ବନ୍ଧୀୟ, ନ୍ୟୁରୋ ସମ୍ବନ୍ଧୀୟ ଏଇ ପ୍ରକାର ଜିନିଷ ଗୁଡ଼ିକ ଆପଣଙ୍କ ପାଇଁ ହେଇପାରେ। କିନ୍ତୁ ତା ପାଇଁ ଆପଣ ସତର୍କତା ଅବଲମ୍ବନ କରିବେ, ଡାକ୍ତର ପରାମର୍ଶ କରିବେ, ଶନିଙ୍କର ପ୍ରତିକାର କରିବେ। ଯଦି ଶନି ଆପଣଙ୍କ ଜାତକ ପାଇଁ ଲଗ୍ନ ହିସାବରେ ଉପକାରୀ ଗ୍ରହ ହେଇଥିବେ, ତାଙ୍କର ଆପଣ ବୀଜ ମନ୍ତ୍ର ଜପ କରନ୍ତୁ, ଶନିଙ୍କୁ ପୂଜା କରନ୍ତୁ। ଆଉ ଯଦି ଅକାରକ ଗ୍ରହ ବା କ୍ଷତିକାରକ ଗ୍ରହ ହେଇଥିବେ ଆପଣଙ୍କ ଜାତକ ପାଇଁ, ତାହେଲେ ଆପଣ କଣ କରନ୍ତୁ, ଶନିଙ୍କ ପାଇଁ ଦାନର ବ୍ୟବସ୍ଥା କରନ୍ତୁ। ଯୋଉ ଦାନ ବ୍ୟବସ୍ଥା ମୁଁ ଆପଣଙ୍କୁ ଆଗରୁ ପୂର୍ବ ଅଧ୍ୟାୟ ମାନଙ୍କରେ ମୁଁ କହିଦେଇଛି, ତେଣୁ ସେଗୁଡ଼ିକ ମନେ ରଖନ୍ତୁ। ତେଣୁ ସ୍ୱାସ୍ଥ୍ୟ ଉପରେ ଆପଣ ଟିକେ ଧ୍ୟାନ ଦିଅନ୍ତୁ, କାହିଁକିନା ସପ୍ତମସ୍ଥ ରାହୁ, ଅଷ୍ଟମସ୍ଥ ଶନି, ଶନିଙ୍କର ଅଷ୍ଟମ ଶନି, ଯାହାକୁ ଶନିଙ୍କର ଢେୟା କୁହାଯାଏ, ଢେୟା ଚାଲିଛି ବୋଲି କୁହାଯାଏ, ସେ କଷ୍ଟକାରକ ହେଇପାରନ୍ତି। କିନ୍ତୁ ବନ୍ଧୁଗଣ, ଆପଣମାନେ ଖାଲି କଷ୍ଟଟାକୁ ବୁଝନ୍ତୁ ନାହିଁ, କଷ୍ଟ ଭିତରେ ମଧ୍ୟ ସଫଳତା ଥାଏ। କାହିଁକିନା କଷ୍ଟ ନ କଲେ କୃଷ୍ଣ ମିଳନ୍ତି ନାହିଁ। ତେଣୁ କଷ୍ଟ କରନ୍ତୁ। ଆପଣ ବୁଝନ୍ତୁନି ଯେ ଅଷ୍ଟମ ଶନି ଆସିଗଲା ମୋର ବହୁତ କ୍ଷୟକ୍ଷତି କରିଦେବେ, ବହୁତ ଇଏ କରିଦେବେ। ନାଇଁ, ଆପଣ ଯଦି ଠିକ କାର୍ଯ୍ୟ କରୁଛନ୍ତି, ବିଚାରବନ୍ତ ଭାବରେ କାର୍ଯ୍ୟ କରୁଛନ୍ତି, ତାହେଲେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଆଉ ଦାମ୍ପତ୍ୟ ଜୀବନ ବିଷୟରେ ଯଦି ଆମେ କହିବା, ଏଇ ସମୟରେ ଆପଣଙ୍କର ଦାମ୍ପତ୍ୟ ଜୀବନ ଯେହେତୁ ଆପଣଙ୍କର ସପ୍ତମ ଘରଟି
ସପ୍ତମ ଘରଟିରେ ରାହୁ ଅବସ୍ଥାନ କରିଛନ୍ତି, ସିଏ ସନ୍ଦେହ ସୃଷ୍ଟି କରିପାରନ୍ତି। କାହିଁକିନା କେତୁ ଦେଖୁଛନ୍ତି, କେତୁ ହଉଛନ୍ତି ସନ୍ଦେହାତ୍ମକ ଗ୍ରହ। ତେଣୁ ଆପଣ ସନ୍ଦେହ କରିବେ ନାହିଁ। ସନ୍ଦେହ କଲେ ସାମାନ୍ୟ ସନ୍ଦେହଟି ଏତେ ଦିନର ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି କରିଦେଇପାରେ। ତେଣୁ ବନ୍ଧୁଗଣ, ଆପଣମାନେ ନିୟମ ଗୁଡ଼ିକ ମାନିକରି ଚଳିବେ। ଆଉ ଯେଉଁ ଗ୍ରହ ଗୁଡ଼ିକ କଥା ମୁଁ କହୁଛି, ଯଦି ଆପଣଙ୍କ ଜାତକ ପାଇଁ ସେଇ ଗ୍ରହ ଗୁଡ଼ିକ ଅଶୁଭକାରକ ହେଇଥାନ୍ତି, ତାଙ୍କ ପାଇଁ ଦାନ କରନ୍ତୁ। ପ୍ରତିକାର ମାଧ୍ୟମରେ ମୁଁ ସବୁ କହିଛି। ଆଉ ଯଦି ଶୁଭକାରକ ହେଇଛନ୍ତି, ତାହେଲେ ଆପଣ ତାଙ୍କ ପାଇଁ ରତ୍ନପଥର ବି ଧାରଣ କରିପାରିବେ, ତାଙ୍କର ବୀଜ ମନ୍ତ୍ର ଜପ କରିପାରିବେ, ତାଙ୍କ ସମ୍ବନ୍ଧୀୟ ବୃକ୍ଷକୁ ପୂଜା କରିପାରିବେ। ମୁଁ ସବୁ କଥା ଆଗରୁ କହିଛି ସବୁ। ତେଣୁ ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ବୁଝି ସାରିବେଣି। ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।